ଗାୟତ୍ରୀ ଶକ୍ତି ପୀଠରେ ଜ୍ୟୋତି କଳସ ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ଆଜି ଜ୍ୟୋତି କଳସ ରଥଯାତ୍ରାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବଜନ ସ୍ତରୀୟ ଜ୍ୟୋତି କଳସ ରଥଯାତ୍ରା ଗାୟତ୍ରୀ ପରିବାର କମିଟିର ଗଜପତି ଜିଲ୍ଲା ସଂଗଠକ ଶ୍ରୀ ଲକ୍ଷ୍ମୀ ନାରାୟଣ ମହାରଣାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସବ ଜୋନ୍ ସଂଯୋଜକ ଡକ୍ଟର ବୃନ୍ଦାବନ ମିଶ୍ର ଯୋଗ ଦେଇ ଶାନ୍ତିକୁଞ୍ଜରୁ ଆସିବାକୁ ଥିବା ଜ୍ୟୋତି କଳସ ରଥକୁ କିପରି ଭବ୍ୟ ସ୍ୱାଗତ କରାଯିବ ଏବଂ ଜିଲ୍ଲା ପରିକ୍ରମା କିପରି କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା। ଏହି ଅବସରରେ ଶ୍ରୀ ରାମହରି ପଟ୍ଟନାୟକ, ଶ୍ରୀ କାଳୁ ଚରଣ ସ୍ୱାଇଁ, ଗଜପତି ଜିଲ୍ଲା ସଂଯୋଜକ ଶ୍ରୀ ରଜନୀକାନ୍ତ ଚୌଧୁରୀ, ଶ୍ରୀ ନୀଳକମଲ ଗନ୍ତାୟତ, ଶିବ ପ୍ରସାଦ ପଟ୍ଟନାୟକ, ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ, ଶ୍ରୀ ବିଘ୍ନରାଜ ପଣ୍ଡା, ଶ୍ରୀ ସନ୍ତୋଷ ଗନ୍ତାୟତ, ଶ୍ରୀମତୀ ମାମି ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ।